ନମସ୍କାର, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜହ୍ନମାମୁଁ ପୃଷ୍ଠାରୁ ଗପଟିଏ। ଆଜିର ଗପ ଦୁଇଟି ବର। ବହୁଦିନ ତଳର କଥା। ସତ୍ୟକୀର୍ତ୍ତି ନାମକ ଜଣେ ଯୁବକ ଥିଲା। ସେ ବାଲ୍ୟକାଳରୁ ପିତୃମାତୃହୀନ ହୋଇଥିବାରୁ ବୁଢ଼ୀମା ତାକୁ ପାଳିପୋଷି ବଡ଼ କରିଥିଲେ। କିଛି ବର୍ଷ ପରେ ବୁଢ଼ୀମା ବେମାର ପଡ଼ିଲେ। ବହୁଦିନ ଧରି ଶଯ୍ୟାଶାୟୀ ହେବା ପରେ ସେ ନିଜର ଅନ୍ତିମ କ୍ଷଣ ଉପସ୍ଥିତ ହେବାର ଜାଣିପାରିଲେ। ସେ ନାତିକୁ ପାଖକୁ ଡକାଇ କହିଲେ, ସତ୍ୟକୀର୍ତ୍ତି, ମୁଁ ତୋତେ ଦୁଇଜଣ ଦେବୀଙ୍କର ଚିତ୍ର ଦେଉଛି। ଶ୍ରଦ୍ଧାର ସହିତ ତାଙ୍କର ପୂଜା କଲେ ତୋର ଶୁଭ ହେବ। ବୁଢ଼ୀମାଙ୍କ ମୃତ୍ୟୁ ପରେ ସେ ଅନ୍ୟ କେଉଁଠାରେ ରହିବା ପାଇଁ ବାହାରିଗଲେ। ବାଟରେ ଗୋଟିଏ ଜଙ୍ଗଲ ପଡ଼ିଲା। ଜଙ୍ଗଲ ଭିତରେ ସେ ଗୋଟିଏ ଘର ଦେଖିବାକୁ ପାଇଲା। ସେଠାରେ ଜଣେ ଭଦ୍ର ମହିଳା ବାସ କରୁଥିଲେ। ସେ ତାଙ୍କ ପାଖକୁ ଯାଇ କହିଲା, ମୁଁ ଏପରି ଏକ ଆଶ୍ରୟ ଲୋଡ଼ୁଛି ଯେଉଁଠାରେ ମୋତେ ଭୋକରେ ରହିବାକୁ ପଡ଼ିବ ନାହିଁ। ସେଠାରେ ରହି ମୁଁ ଏହି ଚିତ୍ର ଦୁଇଟିକୁ ପୂଜା କରିପାରିବି। ମହିଳା ଜଣକ ହସି ଉଠି କହିଲେ, ଏଠାରୁ ପୂର୍ବ ଦିଗରେ କିଛି ବାଟ ଗଲେ ତୁମେ ଗୋଟିଏ ଉଚ୍ଚ ସ୍ଥାନ ଦେଖିବାକୁ ପାଇବ। ସେଠାରେ ବିଭିନ୍ନ ପ୍ରକାରର ଫଳ ଗଛ ଅଛି। ଆଉ ଏକ ଅଧା ଭଙ୍ଗା ଘର ମଧ୍ୟ ସେଠାରେ ଅଛି। ତୁମେ ସେଠାରେ ରହି ନିଜର ଦେବୀଙ୍କୁ ଶାନ୍ତିରେ ପୂଜା କରିପାରିବ। ସତ୍ୟକୀର୍ତ୍ତି ଉଚ୍ଚ ସ୍ଥାନରେ ଯାଇ ପହଞ୍ଚିଲା। ମହିଳା ଜଣକ କହିବା ମୁତାବକ ସେଠାରେ ଏକ ଅଧା ଭଙ୍ଗା ଘର ଥିଲା। ଆଉ ତାର ଚାରିପାଖେ ଫଳ ଭରା ବୃକ୍ଷମାନ ଥିଲା। ସତ୍ୟକୀର୍ତ୍ତି ସେହି ବୃକ୍ଷମାନଙ୍କରୁ ଫଳ ଆଣି ଭୋଜନ କଲା ଓ ଗୃହରେ ବିଶ୍ରାମ ନେଲା। ବୁଢ଼ୀମା ଦେଇଥିବା ଦେବୀଙ୍କ ଚିତ୍ର ପ୍ରତିମା ପୂଜା ଶ୍ରଦ୍ଧାପୂର୍ବକ ମଧ୍ୟ ଆରମ୍ଭ କଲା। କିଛି ସମୟ ପରେ ଜଣେ ଦେବୀ ଆବିର୍ଭୂତ ହେଲେ। ସେ ସତ୍ୟକୀର୍ତ୍ତିକୁ କହିଲେ, ମୁଁ ତୁମ୍ଭର ପୂଜାରେ ସନ୍ତୁଷ୍ଟ। କୁହ, ତୁମେ କି ବର ଆଶା କରୁଛ? ମାତା, ଆପଣ କେଉଁ ଦେବୀ? ସତ୍ୟକୀର୍ତ୍ତି ପରିଚୟ ଜାଣିବାକୁ ଚାହିଁଲା। ମୁଁ ସ୍ୱାର୍ଥର ଦେବୀ ଅଟେ। ତୁମେ ଯେଉଁ ବର ମାଗିବ ସେଥିରେ ସ୍ୱାର୍ଥ ନିଶ୍ଚୟ ରହିଥିବ। ଏହି ସତ୍ୟକୁ ଦୃଷ୍ଟିରେ ରଖି ତୁମେ ବର ମାଗିବ। ଦେବୀ ଉତ୍ତର ଦେଲେ, ଆପଣ ଏତେ ଚଞ୍ଚଳ ପ୍ରସନ୍ନ ହେଇଯିବେ, ଏହା ମୁଁ କଳ୍ପନା କରିପାରିନଥିଲି। କୃପା କରି ଆପଣ କାଲି ଦର୍ଶନ ଦିଅନ୍ତୁ। ମୁଁ ଯାହା ମାଗିବା କଥା ଠିକ୍ କରି ରଖିଥିବି। ସତ୍ୟକୀର୍ତ୍ତି ନିବେଦନ ଜଣାଇଲା। ସ୍ୱାର୍ଥ ଦେବୀ ସମ୍ମତି ଜଣାଇ ଅଦୃଶ୍ୟ ହୋଇଗଲେ। ସ୍ୱାର୍ଥ କହିଲେ କ'ଣ ବୁଝାଏ ତାହା ସତ୍ୟକୀର୍ତ୍ତିକୁ ଜଣାନଥିଲା। ସେ ତୁରନ୍ତ ଜଙ୍ଗଲ ମଧ୍ୟରେ ରହୁଥିବା ସେହି ମହିଳାଙ୍କୁ ସାକ୍ଷାତ କଲା ଓ ତାଙ୍କୁ ସମସ୍ତ ଘଟଣା ଜଣାଇ ପ୍ରଶ୍ନ କଲା, ଏଇ ଯେଉଁ ସ୍ୱାର୍ଥ, ପ୍ରଥମେ ଘର ଭିତରକୁ ଆସ। ଏପରି କହି ସେହି ମହିଳା ସତ୍ୟକୀର୍ତ୍ତିକୁ ଘର ଭିତରକୁ ଡାକିନେଲେ ଓ ପେଟ ପୂରା ଖାଇବାକୁ ଦେଲେ। ଏହାପରେ ସେ ଗୋଟିଏ କନ୍ୟାକୁ ସତ୍ୟକୀର୍ତ୍ତିର ସମ୍ମୁଖକୁ ଡାକି ଆଣି ପ୍ରଶ୍ନ କଲେ, ଏଇ କନ୍ୟା ତୁମକୁ କିପରି ଲାଗୁଛି? ଅତି ସୁନ୍ଦର। ସତ୍ୟକୀର୍ତ୍ତି ପାଟିରୁ ସ୍ୱତଃ ବାହାରିଗଲା, ପୁତ୍ର, ସେ ହେଉଛି ମୋର କନ୍ୟା। ସୁନ୍ଦର ହେଲେ କ'ଣ ହେବ, ସେ ଜନ୍ମରୁ ମୂକ। ସ୍ୱାର୍ଥ ଦେବୀଙ୍କୁ ବର ମାଗି ଯଦି ତୁମେ ତାର ମୂକପଣ ଦୂର କରିପାରିବ, ତେବେ ମୁଁ ତୁମ ସହିତ ତାର ବିବାହ ଦେବି। ସେହି ମହିଳା କହିଲେ। ତା ପରଦିନ ପୂଜାରେ ମଗ୍ନ ଥିବାବେଳେ ସ୍ୱାର୍ଥ ଦେବୀ ପ୍ରକଟିତ ହେଲେ। ସେ ଦେବୀଙ୍କୁ କହିଲା, ମୁଁ ଗୋଟିଏ କନ୍ୟାକୁ ବିବାହ କରିବାକୁ ଚାହେଁ, ମାତ୍ର ସେ ମୂକ ଅଟେ। ମୋତେ ଏପରି ବର ପ୍ରଦାନ କରନ୍ତୁ ଯେପରି ସେ କଥା କହିପାରିବ। ସ୍ୱାର୍ଥ ଦେବୀ ତାର ମନସ୍କାମନା ପୂରଣ କରି ଅନ୍ତର୍ଦ୍ଧାନ ହୋଇଗଲେ। ସତ୍ୟକୀର୍ତ୍ତି ପୁଣି ଥରେ ସେହି ମହିଳାଙ୍କ ପାଖରେ ଉପସ୍ଥିତ ହେଲେ। ସେଠାରେ ପହଞ୍ଚି ଜାଣିପାରିଲେ ଯେ ତାଙ୍କର କନ୍ୟାର ମୂକପଣ ଦୂର ହୋଇଯାଇଛି। ଏବେ ତୁମର ବଚନ ଅନୁସାରେ ମୋ ସହିତ ତୁମ କନ୍ୟାର ବିବାହ କରାଇ ଦିଅ। ସତ୍ୟକୀର୍ତ୍ତି ଅନୁରୋଧ କଲା। ସତ୍ୟକୀର୍ତ୍ତି, ତୁମେ ବଡ଼ ସରଳ। ଏବେ ମୋର କନ୍ୟା ମୂକ ନୁହେଁ। ତାପରି ସୁନ୍ଦରୀ ସହିତ ବିବାହ କରିବା ପାଇଁ ରାଜା ମହାରାଜା ମଧ୍ୟ ଅରାଜି ହେବେ ନାହିଁ। ସେହି ମହିଳା ଉତ୍ତର ଦେଲେ। ସତ୍ୟକୀର୍ତ୍ତି ମନ ଦୁଃଖ କରି କହିଲା, ଏହା କ'ଣ ଉଚିତ ହେଲା? ହଁ, ଏକଦମ ଠିକ୍। ତୁମେ ସ୍ୱାର୍ଥର ଅର୍ଥ ପଚାରିଥିଲ ପରା? ଏହାକୁ ସ୍ୱାର୍ଥ କହନ୍ତି। ମହିଳା ଜଣକ ବ୍ୟଙ୍ଗ କରି କହିଲେ। ସତ୍ୟକୀର୍ତ୍ତିକୁ ସ୍ୱାର୍ଥପରତା ଭଲ ଲାଗିଲା ନାହିଁ। ସେ ନିଜ ସ୍ଥାନକୁ ଫେରିଯାଇ ଅନ୍ୟ ଦେବୀଙ୍କ ପୂଜାରେ ମନୋନିବେଶ କଲା। କ୍ରମାଗତ ଅନେକ ବର୍ଷ ଧରି ପୂଜା କରିବା ପରେ ମଧ୍ୟ ଦେବୀ ପ୍ରକଟିତ ହେଲେ ନାହିଁ। ତାର ଦାଢ଼ି ନିଶ ବଢ଼ିଗଲା। ଅନେକ ବର୍ଷ ପରେ ସେହି ଦେବୀ ଦିନେ ଆବିର୍ଭୂତ ହେଲେ ଓ ସତ୍ୟକୀର୍ତ୍ତିକୁ ବର ମାଗିବାକୁ କହିଲେ। ସତ୍ୟକୀର୍ତ୍ତି ଭକ୍ତିପୂର୍ବକ ପ୍ରଣାମ କରି କହିଲେ, ମାତେ, ତୁମର ପରିଚୟ? ମୋର ନାମ
ନିଃସ୍ୱାର୍ଥ ଦେବୀ। ମୋ ଠାରୁ ଯେଉଁ ବର ମାଗିବ ସେଥିରେ ତୁମର କୌଣସି ସ୍ୱାର୍ଥ ରହିବା ଉଚିତ ନୁହେଁ। ଦେବୀ କହିଲେ। ସତ୍ୟକୀର୍ତ୍ତି ତାଙ୍କୁ ତା ପରଦିନ ପ୍ରକଟିତ ହେବାକୁ ଅନୁରୋଧ ଜଣାଇ ଜଙ୍ଗଲରେ ରହୁଥିବା ସ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିଗଲା। ସେତେବେଳକୁ ସେ ବୃଦ୍ଧା ବୟସରେ ପହଞ୍ଚି ସାରିଥିଲେ। ସେ ତାଙ୍କୁ ଦ୍ୱିତୀୟ ଦେବୀଙ୍କ ପ୍ରତ୍ୟକ୍ଷ ଦର୍ଶନ କଥା ଜଣାଇ ପ୍ରଶ୍ନ କଲା, ନିଃସ୍ୱାର୍ଥ କହିଲେ କ'ଣ? ବୃଦ୍ଧା ହସି ଦେଇ କହିଲେ, କଳିଙ୍ଗ ଦେଶର ରାଜା ମୋର କନ୍ୟାକୁ ବିବାହ କରିଛନ୍ତି। ତାଙ୍କର ଏକ ପୁତ୍ରୀ ଜାତ ହୋଇଛି। ତାର ନାମ ବତ୍ସଳା। ଏବେ 18 ବର୍ଷର ଯୁବତୀ। ଦେଖିବାକୁ ଅତି ସୁନ୍ଦର, ମାତ୍ର ସେ ମଧ୍ୟ ମୂକ। ତୁମେ ନିଃସ୍ୱାର୍ଥ ଦେବୀଙ୍କୁ ବର ମାଗ ଯେପରି ସେ କଥାବାର୍ତ୍ତା କରିପାରିବ। ଯଦି ସେ ଭଲ ହୋଇଯାଏ ତେବେ ତା ସହିତ ତୁମର ବିବାହ କରାଇବି। ସତ୍ୟକୀର୍ତ୍ତି ଫେରିବା ବାଟରେ ଏହି କଥା ଭାବୁଥାଏ। ଫଳରେ ସେ ବାଟ ଭୁଲିଗଲା ଓ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚିଗଲା। ମୁନି ତାଠାରୁ ସମସ୍ତ କଥା ଶୁଣିବା ପରେ କହିଲେ, ବତ୍ସ, ତୁମଠାରୁ ଆହୁରି 20 ବର୍ଷ ଆଗରୁ ମୁଁ ଏଠାରେ ତପସ୍ୟା କରି ଆସୁଛି, କିନ୍ତୁ ମୋର ତପସ୍ୟା ସଫଳ ହେଉନାହିଁ। ନିଃସ୍ୱାର୍ଥ ଦେବୀଙ୍କୁ ଏହାର କାରଣ ପଚାରି ମୋତେ ଜଣାଇବ। ସତ୍ୟକୀର୍ତ୍ତି ସମ୍ମତି ଜଣାଇ ନିଜର ବାସସ୍ଥଳୀକୁ ଫେରି ଆସିଲା। ତା ପରଦିନ ନିଃସ୍ୱାର୍ଥ ଦେବୀ ପୁନଃ ପ୍ରକଟିତ ହେଲେ। ସେ ତାଙ୍କ ପାଖରୁ ମୂକ ବତ୍ସଳା ପାଇଁ ବାକ୍ସତୀ ଓ ମୁନିଙ୍କର ତପସ୍ୟା ଅସଫଳ ହେବାର କାରଣ ଜାଣିବାକୁ ଚାହିଁଲା। ନିଃସ୍ୱାର୍ଥ ଦେବୀ କହିଲେ, ବତ୍ସଳା ଖୁବ୍ ଶୀଘ୍ର କଥା କହିବ। ଆଉ ତପସ୍ୱୀଙ୍କର ସବୁ ତପସ୍ୟାର ଫଳ ତାଙ୍କର କମଣ୍ଡଳୁ ଶୋଷି ନେଉଛି। ଫଳରେ ତାଙ୍କର ତପଶକ୍ତି କମଣ୍ଡଳୁରେ ପୂରି ରହିଛି। ମାତ୍ର ସେ ଆଉ ମୁନିଙ୍କର କୌଣସି କାମରେ ଆସିବ ନାହିଁ। ସେହି ତପଶକ୍ତି ସେ ଯଦି ଆଉ କାହାକୁ ପ୍ରଦାନ କରିବେ ତେବେ ତାଙ୍କର ତପସ୍ୟା ସଫଳ ହେବ। ଏପରି କହି ଦେବୀ ଅନ୍ତର୍ହିତ ହୋଇଗଲେ। ସତ୍ୟକୀର୍ତ୍ତି ମୁନିଙ୍କୁ ଭେଟି ଦେବୀଙ୍କ ବାଣୀ ଶୁଣାଇଲେ। ସେହି କମଣ୍ଡଳୁର ତପଶକ୍ତି ସତ୍ୟକୀର୍ତ୍ତିକୁ ଅର୍ପଣ କଲେ। କମଣ୍ଡଳୁ ଧାରଣ କରିବା ମାତ୍ରେ ସେଥିରେ ନିହିତ ଥିବା ଶକ୍ତି ବଳରେ ସତ୍ୟକୀର୍ତ୍ତି ଯୁବକ ଓ ତେଜସ୍ୱୀ ହୋଇଗଲା। ସେ ସେଠାରୁ ଯାଇ ବୃଦ୍ଧା ମହିଳାଙ୍କ ପାଖରେ ପହଞ୍ଚିଲା ଓ ତାଙ୍କୁ କହିଲା, ଦେବୀ କହିଛନ୍ତି ତୁମର ପୌତ୍ରୀ ତାଙ୍କ ପତିଙ୍କୁ ଦେଖିବା ମାତ୍ରେ କଥା କହିବା ଆରମ୍ଭ କରିବ। ଭଲ ହେଲା ତୁମେ ଆସିଯାଇଛ। ମୋ ନାତୁଣୀ କାଲି ଏଠାରେ ଆସି ପହଞ୍ଚିଛି। ଅପେକ୍ଷା କର, ମୁଁ ତାକୁ ଡାକି ଆଣୁଛି। ଏପରି କହି ସେ ଭିତରକୁ ଯିବା ବେଳକୁ ରାଜକନ୍ୟା ସେଠାରେ ପହଞ୍ଚି ସତ୍ୟକୀର୍ତ୍ତିକୁ ଦେଖି ପ୍ରଶ୍ନ କଲେ, ଆପଣ କିଏ? ନାତୁଣୀ ପାଟିରୁ କଥା ଶୁଣି ବୃଦ୍ଧା ଚକିତ ହେଲେ। ସେ କହିଲେ, ତୋର ବାକ୍ଶକ୍ତି ଫେରି ଆସିଛି। ଏହାର ଅର୍ଥ ଏହି ଯୁବକ ହେଉଛି ତୋର ସ୍ୱାମୀ। ସତ୍ୟକୀର୍ତ୍ତି ଓ ରାଜକୁମାରୀ ବତ୍ସଳାଙ୍କର ବିବାହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଲା। ପ୍ରଥମେ ସେ କଳିଙ୍ଗ ରାଜାଙ୍କର ଜାମାତା ଓ ପରେ ସେହି ଦେଶର ଶାସକ ହେଲେ।